ଏକ ପଦରେ ପ୍ରକାଶ କର ହେଲା ବା ଗୋଟିଏ ଶବ୍ଦରେ ଉତ୍ତର ଦିଅ। ଆରି ଭିତରୁ ହିଁ କୋଶ୍ଚିନ୍ ଆସିବ, ବାହାରୁ କୌଣସି ବି କୋଶ୍ଚିନ୍ ଆସିବ ନାହିଁ, ଯାହାକି ଆପଣଙ୍କୁ ଏଇଭଳି ହିଁ କୋଶ୍ଚିନ୍ ହିଁ ଆସିଥାଏ। ଓକେ, ତ ମେନ୍ କଥା ହେଉଛି ଆମେ କ'ଣ କରିବା, ସମସ୍ତେ ନୋଟ୍ କରିବା ସହ ପଢ଼ିବା ଏବଂ ତାକୁ ମନେ ରଖିବା। ଯେଉଁ ବିଭିନ୍ନ ବହୁତ କଲେଜରେ ବି ଆସିଥାଏ, ଏକ ପଦରେ ପ୍ରକାଶ କର, ଏକ ମାର୍କ ପୁରା ମାନେ ଥୁଆ ହୋଇଥିବ, ଏଇସବୁ କୋଶ୍ଚିନ୍ ଥୁଆ ହୋଇଥିବ, ପୁରା ମାନେ ଇଜି ଲାଗିବ ତୁମକୁ। ଏବେଠୁ କାଲି ଟିକେ ଖାଲି ଦେଖିନେବ ନା, ନୋଟ୍ କରିଦେଲ, ତାପରେ ଟିକେ ଖାଲି ଦେଖିନେବ, ତୁମକୁ ସେତେବେଳକୁ କ'ଣ ଲାଗିବ, ଇଜି ଲାଗିବ, ପୁରା ଏକ ମାର୍କ ପୁରା ମାନେ ଟୋଟାଲି 5 ମାର୍କ ତୁମର ଯେଉଁ ଥିବ 5 ମାର୍କ ପୁରା ଥୁଆ। ବୁଝିପାରିଲ କି ନାହିଁ? ଦେଖ ପ୍ରଥମ ଦେଖ କ'ଣ ଦେଇଛି, ଆମେ ଆଜି 20ଟି ଡିସ୍କସନ୍ କରିବା ଆଉ 20ଟି ମଧ୍ୟ ଦେଖିବା ଇମ୍ପୋର୍ଟାଣ୍ଟ। ଦେଖ ପ୍ରଥମ ଦେଖ, ଛାତ୍ରାବାସ ଜୀବନ ଛାତ୍ରକୁ କିପରି ଉପକୃତ କରେ? କିପରି ନା ଆତ୍ମନିର୍ଭରଶୀଳ। ମନେ ରହିଲା, ଆତ୍ମନିର୍ଭରଶୀଳ ପରି ଉପକୃତ କରାଇଥାଏ। ବାସ୍ ଏତିକି ଖାଲି ଲେଖିବା, ଆତ୍ମନିର୍ଭରଶୀଳ, 1 ମାର୍କ ରହିଲା। ବୁଝିପାରିଲ କି ନାହିଁ? ତାପରେ ଦେଖ, ଛାତ୍ରମାନଙ୍କର ଜୀବନକୁ କିଏ ପରିବର୍ତ୍ତନ କରିଥାଏ? ଏଇଟା ତ ସହଜ ଜିନିଷ, ଜ୍ଞାନ ପରିବର୍ତ୍ତନ କରିଥାଏ। କିଏ ପରିବର୍ତ୍ତନ କରିଥାଏ ଛାତ୍ର ଜୀବନକୁ? ନା ଆମେ ପଢ଼ିବା ଦ୍ୱାରା କ'ଣ ହୋଇଥାଏ, ଜ୍ଞାନ ବଢ଼ିଥାଏ। ତ ଜ୍ଞାନ ହିଁ ପରିବର୍ତ୍ତନ ହିଁ କରିଥାଏ, ନାଇଁ କି? ଆଚ୍ଛା, 3 ନମ୍ବର, ଛାତ୍ରମାନଙ୍କ ମଧ୍ୟରେ କ'ଣ ଆତ୍ମପ୍ରତ୍ୟୟ ସକାରାତ୍ମକ ସୃଷ୍ଟି କରିଥାଏ? କିଏ? ନୈତିକ ମୂଲ୍ୟବୋଧ। ଆତ୍ମପ୍ରତ୍ୟୟ ସକାରାତ୍ମକ ସୃଷ୍ଟି କିଏ କରିଥାଏ? ନା ନୈତିକ ମୂଲ୍ୟବୋଧ। ମନେ ରହିଲା? ତାପରେ ଦେଖ 4 ନମ୍ବର, ବର୍ତ୍ତମାନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କେଉଁ ଆହ୍ୱାନରେ ସମ୍ମୁଖୀନ ହେଉଛନ୍ତି? କେଉଁ ଆହ୍ୱାନରେ? ନା ସେଇ ନୈତିକ ମୂଲ୍ୟବୋଧ ଦ୍ୱାରା ହିଁ ସମ୍ମୁଖୀନ ହେଉଛନ୍ତି। ତ ଏଇଭଳିଆ ଯଦି ତୁମେ ଯଦି ମନେ ରଖିବ, ନିଜେ ପଢ଼ିବ, ମନେ ରଖିବ ଏବଂ ନୋଟ୍ କରିକି ଲେଖି ରଖିବ, ତାହେଲେ ତୁମର କ'ଣ ଇଜି ହେବ। ସେତେବେଳକୁ କ'ଣ ଏକ୍ଜାମ୍ରେ ମଧ୍ୟ ତୁମକୁ ଇଜି ହେବ, ଆଉ ତୁମେ ବହୁତ ଜଲ୍ଦି ମାନେ କ'ଣ ଅଧଘଣ୍ଟା ଭିତରେ ବି ତୁମେ ସରାଇ ଦେଇକିନି ଆସିବ ହେଲା। ତାପରେ ଦେଖ 5 ନମ୍ବର, ବାସ୍ତବ ଜୀବନରେ ସମସ୍ୟା ନିମନ୍ତେ କ'ଣ ଛାତ୍ରକୁ ସମର୍ଥ କରିଥାଏ? ବାସ୍ତବ ଜୀବନରେ ସମସ୍ୟା ନିମନ୍ତେ କ'ଣ ଛାତ୍ରକୁ ସମର୍ଥ କରିଥାଏ ବା କ'ଣ ଛାତ୍ରକୁ ବାସ୍ତବ ଜୀବନରେ ସମସ୍ୟାର ଯେଉଁ ଦେଖା ଦେଇଥାଏ, ତା କ'ଣ କିଏ ଛାତ୍ରକୁ ସମର୍ଥ କରିଥାଏ? ମାନେ ଯେତେବେଳେ ସମର୍ଥ ହୋଇଥାଏ ଛାତ୍ର, କିଏ? ନା ଶିକ୍ଷା। ଯଦି ଶିକ୍ଷାଟା ତା ପାଖେ ଛାତ୍ର ପାଖରେ ଥାଏ, ସେ ତାହେଲେ କ'ଣ ହୋଇଥାଏ ନା ବହୁତ ଉପରକୁ ସେ ଯାଇଥାଏ, ଭଲ ରେଜଲ୍ଟ କରିଥାଏ, ଆଉ ଭଲ ମାନେ ଜବ୍ ମଧ୍ୟ ସେ କରିଥାଏ। ତାପରେ ଦେଖିବା 6 ନମ୍ବର, ଦେଖ, ଜଣେ ଛାତ୍ରର ମୁଖ୍ୟ ବ୍ୟକ୍ତିତ୍ୱ କ'ଣ? ଜଣେ ଛାତ୍ରର ମୁଖ୍ୟ ବ୍ୟକ୍ତିତ୍ୱ କ'ଣ? ନା ଦାୟିତ୍ୱବୋଧ। ଯଦି ଗୋଟେ ପିଲା ପାଖରେ ଦାୟିତ୍ୱବୋଧ ବୋଲି ଗୋଟେ ଜିନିଷ ଥାଏ, ତାହେଲେ ସେ ଦାୟିତ୍ୱରେ ସବୁ ଜିନିଷ ବା କାମ ବା ତାର ପାଠପଢ଼ା ସବୁ ଚଳାଇଥାଏ। ମନେ ରହିଲା? 7 ନମ୍ବର, କାହା ଦ୍ୱାରା ଜଣେ ଛାତ୍ର ସମୟାନୁବର୍ତ୍ତିତା ହୋଇଥାଏ? ନୈତିକ ଶିକ୍ଷା ଦ୍ୱାରା ସମୟାନୁବର୍ତ୍ତିତା ହୋଇଥାଏ, ନାଇଁ କି? ଆଚ୍ଛା, ତାପରେ 8 ନମ୍ବର, ଶିକ୍ଷା କାହା ଦ୍ୱାରା ପ୍ରଭାବିତ ହୋଇଥାଏ? ଶିକ୍ଷାଟା କାହା ଦ୍ୱାରା ପ୍ରଭାବିତ ହୋଇଥାଏ? ଏଇଟା ବାରମ୍ବାର ଆସିଥାଏ କୋଶ୍ଚିନ୍, ମନେ ରଖିଥିବ। ଶିକ୍ଷାଟା କାହା ଦ୍ୱାରା? ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥାଏ। ଓକେ, ତାପରେ ଦେଖ 9 ନମ୍ବର, କ'ଣ ଛାତ୍ରମାନଙ୍କର ସାମର୍ଥ୍ୟ ବୃଦ୍ଧି କରିଥାଏ? କ'ଣ ଛାତ୍ରମାନଙ୍କ ସାମର୍ଥ୍ୟ ବୃଦ୍ଧି କରିଥାଏ ବା କିଏ ଛାତ୍ରମାନଙ୍କର ସାମର୍ଥ୍ୟ ବୃଦ୍ଧି କରିଥାଏ? ଏମିତି ଯଦି କୋଶ୍ଚିନ୍ ଆସିଥିବ, ଦେଖିବ କ'ଣ ଜ୍ଞାନ। ମନେ ରହିଲା ସମସ୍ତଙ୍କର? ଇଏ ବି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ସମସ୍ତେ ନୋଟ୍ କର, ନୋଟ୍ କରିବା ଦ୍ୱାରା ତୁମର ଖାତାରେ ରହିବ। ତୁମେ କ'ଣ କରିବ ନା ଯେତେବେଳେ ଇଚ୍ଛା ସେତେବେଳେ ପଢ଼ିପାରିଲ। ବୁଝିପାରିଲ? ତାପରେ 10 ନମ୍ବର ଦେଖ, କେଉଁ ପ୍ରକାର ଶିକ୍ଷା ଛାତ୍ରମାନଙ୍କୁ ଜୀବିକା ପ୍ରଦାନ କରିଥାଏ? କେଉଁ ପ୍ରକାର ଶିକ୍ଷା? ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ବୈଷୟିକ ଶିକ୍ଷା ଛାତ୍ରମାନଙ୍କୁ କ'ଣ କରିଥାଏ? ନା ଜୀବିକା ପ୍ରଦାନ କରିଥାଏ। ତାପରେ 11 ନମ୍ବର ଦେଖ, କେଉଁ ପ୍ରକାର ଜ୍ଞାନ ହେଉଛି ମୂଲ୍ୟହୀନ? ଏଟା ହିଁ ମଧ୍ୟ ମନେ ରଖିବ, କାହିଁକିନା ଏଇଟା ବାରମ୍ବାର ଆସିଥାଏ। ଅବ୍ୟବହାରିକ ଜ୍ଞାନ ହେଉଛି ମୂଲ୍ୟହୀନ। ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଲା। 12 ନମ୍ବର ଦେଖ, ଶିକ୍ଷାଗତ ଯୋଗ୍ୟତା କହିଲେ କ'ଣ ବୁଝ? ଶିକ୍ଷାଗତ ଯୋଗ୍ୟତା କହିଲେ କ'ଣ ବୁଝ? ନା ପ୍ରମାଣପତ୍ର। ତମ କତିରେ ଯଦି ପ୍ରମାଣପତ୍ର ମାନେ ସାର୍ଟିଫିକେଟ୍ ଯେ ଥିବ, ତାହେଲେ ତମର ଶିକ୍ଷା ଯୋଗ୍ୟତା ମାନେ ବୁଝାଏ ହେଲା। ଦେଖ, ତମେ କମ୍ପ୍ୟୁଟର କରୁଛ, କମ୍ପ୍ୟୁଟର ସାର୍ଟିଫିକେଟ୍ ହେଲେ ତମେ କ'ଣ ଜାଣିବ ଯେ ହଁ କମ୍ପ୍ୟୁଟର ପିଲାଟା କରିଛି, ମାନେ ନିଶ୍ଚିନ୍ତ କମ୍ପ୍ୟୁଟର ଭିତରେ ସବୁ କିଛି ଜାଣିଛି, ସେ ଯାହା ବି ହେଉଥିବ ନା କାହିଁକି।
ବୁଝିପାରିଲ। ତାପରେ ଦେଖ 13 ନମ୍ବର, ଜଣେ ଛାତ୍ରର ଚରିତ୍ରର ଏକ ମୁଖ୍ୟ ଦିଗଟି କ'ଣ? ତାର କ'ଣ ମୁଖ୍ୟ ଦିଗଟି କ'ଣ? ନୈତିକତା ହେଲା। 14 ନମ୍ବର ଦେଖ, ଏକ ଉତ୍ତମ ଛାତ୍ରର ସବୁଠାରୁ ଭଲ ଗୁଣଟି କ'ଣ? ଉତ୍ତମ ଛାତ୍ର ବା ତାର ସବୁଠୁ ଭଲ ଗୁଣ କ'ଣ? ସହନଶୀଳତା। ଯଦି ଗୋଟେ ପିଲାର ସହନଶୀଳତା ଅଛି ବା ସହନଶୀଳତା ଅଛି ତା ଭିତରେ ଭଲ ଗୁଣଟି, ସବୁଠାରୁ ଭଲ ଗୁଣ ହେଉଛି ସେଇଟା। ମନେ ରହିଲା। ଇଏ ବି ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଏଇଟା ବାରମ୍ବାର ପଚାରିଥାଏ। ଏ ବି ସବୁଠାରୁ ସହଜ, ଏଇଟା ଲେଖିବ। ତାପରେ ଦେଖ 15 ନମ୍ବର, ବୃତ୍ତିଗତ ଶିକ୍ଷା କହିଲେ କ'ଣ ବୁଝ? ପ୍ରୟୋଗାତ୍ମକ ଓ ପ୍ରଶିକ୍ଷକ ଭିତ୍ତିକ ହେଲା, ସରି ପ୍ରଶିକ୍ଷଣ ଭିତ୍ତିକ ହେଲା। ମନେ ରହିଲା, ପ୍ରୟୋଗାତ୍ମକ ବୃତ୍ତିଗତ ଶିକ୍ଷା କହିଲେ କ'ଣ ବୁଝ? ନା ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଭିତ୍ତିକ। ମନେ ରହିଲା। ତାପରେ ଦେଖ 16 ନମ୍ବର, ଉଚ୍ଚତାର ଶିକ୍ଷା କେଉଁ ସ୍ତରରେ ଅନ୍ତର୍ଗତ? ଉଚ୍ଚତର ଶିକ୍ଷା କେଉଁ ସ୍ତରରେ ଅନ୍ତର୍ଗତ? ଏଇଟା ବାରମ୍ବାର ପଚାରିଥାଏ, ମନେ ରଖିବ। ଲେଖିବ କ'ଣ? ତୃତୀୟ ଶ୍ରେଣୀରେ, ତୃତୀୟ ସ୍ତରରେ ଅନ୍ତର୍ଗତ। ମନେ ରହିଲା। ତାପରେ ଦେଖ 17 ନମ୍ବର, ଉଚ୍ଚତର ଡିଗ୍ରୀ ଏବଂ ଡିପ୍ଲୋମା ପାଇଁ ଆବଶ୍ୟକୀୟ ଶିକ୍ଷାକୁ କ'ଣ କୁହାଯାଏ? ଉଚ୍ଚତର ଯେଉଁ ଡିଗ୍ରୀ ଏବଂ ଡିପ୍ଲୋମା ଯେଉଁ କରୁଛନ୍ତି ତାର ଯେଉଁ ଆବଶ୍ୟକତା ଶିକ୍ଷା କ'ଣ କୁହାଯାଏ? ଉଚ୍ଚତର ଶିକ୍ଷା ବୋଲି କୁହାଯାଏ ହେଲା। ଆମର ଏଇଠି ଦେଖ, ଏଇଠି ଦେଇଛି ଉଚ୍ଚତର ଆନ୍ସର ଭିତରେ, ସରି କ୍ୱେଶ୍ଚିନ୍ ଭିତରେ ବି ଆନ୍ସର ଦେଇଛି। ତମେ ଦେଖିଲ ଖାଲି ଜଷ୍ଟ ମାନେ କ'ଣ 2-3 ଥର ଖାଲି ପଢ଼ିଦେବ ନା, ଇଜିଲି ତମର ଏଇ ଜିନିଷ ସବୁ ମନେ ରହିଯିବ। ତାପରେ ଦେଖ 18 ନମ୍ବର ଦେଖ, ଉଚ୍ଚତର ଶିକ୍ଷାକୁ କିଏ ନିୟନ୍ତ୍ରଣ କରେ? କିଏ? ବିଶ୍ୱବିଦ୍ୟାଳୟ ମଜୁରୀ କମିଶନ ନିୟନ୍ତ୍ରଣ କରିଥାଏ ହେଲା। ଉଚ୍ଚତର ଶିକ୍ଷାକୁ କିଏ ନିୟନ୍ତ୍ରଣ କରିଥାଏ? ନା ବିଶ୍ୱବିଦ୍ୟାଳୟ ମଜୁରୀ କମିଶନ। ଏଇଟା ମନେ ରଖିବ, ଏଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। 19 ନମ୍ବର, ତାଲିମ ପ୍ରାପ୍ତ ଶିକ୍ଷାଙ୍କର ଅଭାବ ଉଚ୍ଚତର ଶିକ୍ଷାର କ'ଣ ଅଟେ? କ'ଣ? ନା ସମସ୍ୟା ଅଟେ। ଏଟା ହିଁ ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦେଖ, ତାଲିମ ପ୍ରାପ୍ତ ଶିକ୍ଷାଙ୍କର ଅଭାବ ଉଚ୍ଚତର ଶିକ୍ଷାର କ'ଣ ଅଟେ? ନା ସମସ୍ୟା ଅଟେ। ଗୋଟେ ପ୍ରକାର ସମସ୍ୟା ହୋଇକିନି ସେ ରହିଯାଇଥାଏ। ତାପରେ ଦେଖ, ଯେ ରାଜ୍ୟରେ ଥିବା ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକର ସାମଗ୍ରୀ ଗୁଣାତ୍ମକ ବିକାଶ କରିବା ରୁଷ୍ର ଏକ କ'ଣ ଅଟେ? ନା ଉଦ୍ଦେଶ୍ୟ ଅଟେ। କ'ଣ ଅଟେ? ନା ଉଦ୍ଦେଶ୍ୟ ଅଟେ। ମନେ ରହିଲା। ତାପରେ ଦେଖ 21 ନମ୍ବର, ଉଚ୍ଚତର ଶିକ୍ଷା ଅଭିଯାନ ଅଗ୍ରାଧିକାର ପ୍ରଦାନ କରୁଥିବା ଗୋଟିଏ ଦିଗ କ'ଣ? ଏଇଟା ବି ବାରମ୍ବାର ପଚାରିଥାଏ ଯେ କ'ଣ? ଏଇଟା ମନେ ରଖିବ ଯେ କ'ଣ? ଗୁଣାତ୍ମକ ମୂଲ୍ୟବୋଧ। ମନେ ରହିଲା ନା ଗୁଣାତ୍ମକ ମୂଲ୍ୟବୋଧ। ଉଚ୍ଚତର ଶିକ୍ଷା ଅଭିଯାନ ଅଗ୍ରାଧିକାର ପ୍ରଦାନ କରୁଥିବା ଗୋଟିଏ ଦିଗ କ'ଣ? ନା ଗୁଣାତ୍ମକ ମୂଲ୍ୟବୋଧ। ଓକେ, ତ ଇଏ ଥିଲା 21ଟି। ଆମେ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିଦେଲେ। ତାପରେ ଆକୁ ଆପଣମାନେ ନୋଟ୍ କରନ୍ତୁ ଏବଂ ଭଲ ରେଜଲ୍ଟ ମଧ୍ୟ କରିବେ। କାହିଁକିନା ନୋଟ୍ କରିବା ଦ୍ୱାରା ତମର କ'ଣ ହୋଇଥାଏ ନା ଖାତାରେ ରହିଥାଏ, ତୁମେ ବି ଭଲ ଭାବରେ ପଢ଼ିଥାଅ। ଓକେ, ତ ଯେଉଁମାନେ PDF ବି ଡାଉନଲୋଡ଼ କରିବାକୁ ଚାହୁଁଛନ୍ତି ତ ଟେଲିଗ୍ରାମରେ ଜଏନ୍ ହୋଇକି PDF ମଧ୍ୟ ଡାଉନଲୋଡ଼ କରିପାରିବେ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।